ମୁଁ ଭୂମିଆ ଯେ ଲାଇଟ୍ ଆଣ୍ଡ ସାଉଣ୍ଡ ବିଭିନ୍ନ ବିବାହ ପ୍ରୋଗ୍ରାମରେ ଲଗାଇଥାନ୍ତି ସେ ଗୋଟେ କାର୍ଯ୍ୟକ୍ରମରେ ଯୋଗ ଦେଇକି ଫେରିଲା ବେଳକୁ ତାଙ୍କ ନନ୍ଦୁର୍ଲା ବ୍ରିଜ୍ ପାଖରୁ କିଛି ଦୁର୍ବୃତ୍ତ ମୁଖାପିନ୍ଧା ଦୁର୍ବୃତ୍ତ ଗୋଟେ ଲାଲ କଲର ବୋଲେରୋ ଗାଡ଼ିରେ ଆସିଥିଲେ ଏବଂ ତାଙ୍କୁ ସେମାନେ ସେଠୁ ଅପହରଣ କରିକିରି ଗୋଟେ ଅଜଣା ଜାଗାକୁ ନେଇଯାଇଥିଲେ ଏବଂ ସେଠୁ ସେମାନେ ରାନ୍ସମ୍ ଡିମାଣ୍ଡ କରିଥିଲେ। ଅପହରଣ ଉଦ୍ଦେଶ୍ୟ ହେଉଛି ମାନେ ପଇସା ତାକୁ ତାଙ୍କଠାରୁ କିଛି ମାନେ ଆଶା କରୁଥିଲେ ଯେ ଯେଉଁ ଭିକ୍ଟିମ୍ ଅଛନ୍ତି ତାଙ୍କର କିଛି ଜମି ଯାଇଥିଲା ଭାରତମାଲା ପ୍ରୋଜେକ୍ଟରେ ତ ସେ ପଇସା ଉପରେ ଏମାନଙ୍କର ଆଖି ପଡ଼ିଥିଲା ତ ଭିକ୍ଟିମ୍କୁ ଅପହରଣ କଲା ପରେ ସେମାନେ କେମିତି ତାଠୁ ସେ 7 ଲକ୍ଷ ଟଙ୍କା ରାନ୍ସମ୍ ଆକାରରେ ପାଇବେ ସେଥିପାଇଁ ସେମାନେ ସେ ତାକୁ ଅପହରଣ କରିଥିଲେ। ପାଖାପାଖି 10ରୁ ଉର୍ଦ୍ଧ୍ୱ ଏଥିରେ ସାମିଲ ଅଛନ୍ତି। ବର୍ତ୍ତମାନ ଆମେ 6 ଜଣଙ୍କୁ ବର୍ତ୍ତମାନ ଆରେଷ୍ଟ କରିଛୁ ଏବଂ ସେମାନଙ୍କୁ ଫରୱାର୍ଡ କରାଯିବ। ବାକି ଯେଉଁମାନେ ଅଛନ୍ତି ତାଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ। ସେମାନେ ତାଙ୍କ କେନ୍ଦୁଗୁଡ଼ା ଗ୍ରାମର ଅଛନ୍ତି ସେମାନେ ହିଁ ମୁଖ୍ୟ ସୂତ୍ରଧର ଯେଉଁମାନେ କି ବାହାର ପିଲାଙ୍କୁ ଖବର ଦେଇଥିଲେ ଯେ ଏ ଡମୁ ଭୂମିଆ ଯେଉଁ ଅଛି ତାଙ୍କ ଯେଉଁ ଭାରତମାଲା ପ୍ରୋଜେକ୍ଟରେ ତାଙ୍କର ଯେଉଁ ଜାଗା ଯାଇଛି ସେ ସଂକ୍ରାନ୍ତରେ ବହୁତ ପରିମାଣର ପଇସା ତାଙ୍କ ବ୍ୟାଙ୍କରେ ଅଛି ତ ତାକୁ ଏମାନେ କେମିତି ପାଇବେ ସେଥିପାଇଁ ଯେଉଁ ରାନ୍ସମ୍ ଆକାରରେ କେମିତି ତାଙ୍କଠୁ ପାଇବେ ସେଥିପାଇଁ ସେମାନେ ଅପହରଣ କରୁଛନ୍ତି। ନା ସେଟା ବର୍ତ୍ତମାନ ତର୍ଜମା ଚାଲିଛି। ତାଙ୍କର ପ୍ଲାନିଂ ଥିଲା ଯେ ଯେତେବେଳେ ସେମାନେ ଜାଣିବାକୁ ପାଇଲେ ଯେ ଇଏ ଡମୁ ଭୂମିଆ ପାଖରେ ମାନେ ଇଏ ଯୋଉ ଆମର ଭାରତମାଲା ପ୍ରୋଜେକ୍ଟର ପଇସା ଅଛି ତାକୁ ସେମାନେ କେମିତି କରିବେ ସେମାନେ ଗୋଟେ ପ୍ଲାନିଂ କରିଥିଲେ। ଗାଁର କିଛି ପିଲା ଯେଉଁ କେନ୍ଦୁଗୁଡ଼ା ଗାଁର ପିଲାମାନେ ଯେଉଁମାନେ ଅଛନ୍ତି ସେମାନେ ସେଥିରେ ସମ୍ପୃକ୍ତ ଥିଲେ। ତାଙ୍କଠୁ ତଥ୍ୟ ପାଇବା ପରେ ସେ କେତେବେଳେ ଗାଁରୁ ବାହାରିକି ଯାଉଛି କୋଉ ଜାଗାରେ ଲାଇଟ୍ ଆଣ୍ଡ ସାଉଣ୍ଡ କାମ କରୁଛି ତ ସେ ସବୁକୁ ସେମାନେ ତାଠାରୁ ଟିକି ଟିକି ଖବର ନେଉଥିଲେ। ସେ ଘଟଣା ଦିନ ସେ ଯେଉଁ ନନ୍ଦୁର୍ଲା ପାଖରେ ସେ ଯାଇକି ଯେଉଁ ଲାଇଟ୍ ଆଣ୍ଡ ସାଉଣ୍ଡ ଯେଉଁ ଲଗେଇକି ଆସୁଥିଲେ ଠିକ୍ ସେ ସମୟରେ ଦୁର୍ବୃତ୍ତମାନେ ଖବର ପାଇ ସେଠି ଗୋଟେ ଲାଲ ରଙ୍ଗର ଗୋଟେ ବୋଲେରୋ ଗାଡ଼ି ଧରିକି ଆସିଛନ୍ତି ଏବଂ ତାଙ୍କୁ ସେଠୁ ସେମାନେ ଅପହରଣ କରିଥିଲେ। ନାଇଁ ସେ ମାନେ ବର୍ତ୍ତମାନ ପର୍ଯ୍ୟନ୍ତ ମାନେ ତାକୁ ଆମେ ତଦନ୍ତ ପରିସରଭୁକ୍ତ କରିଛୁ ଯେ ସେଥିରେ ତାଙ୍କର କ'ଣ ଭୂମିକା ରହିଛି। କେତେଟା ଅଛି ଟୋଟାଲ ଗାଡ଼ି 5ଟା ଇନଭଲ୍ଭ ଅଛି। ଗୋଟେ ଖାଲି ବୋଲେରୋ ଆଉ ଗୋଟେ ହ୍ୱାଇଟ୍ କଲର SLX ଯୋଉଟାକୁ ସେମାନେ ପଇସା ଉଠାଇବା ପାଇଁ ୟୁଜ୍ କରିଥିଲେ ଯୋଉଠି ଯାଇଥିଲେ। ଗୋଟେ ବ୍ଲୁ କଲର ଗ୍ଲାମର ମୋଟରସାଇକେଲ ଗୋଟେ ସୁଜୁକି ସ୍କୁଟି ଆଉ 6ଟା ମୋବାଇଲ। ଟ୍ରାଞ୍ଜାକ୍ସନ ହେଇଥିଲା 35,000। ସେମାନେ ଘଟଣା ଦିନ ତାକୁ ଅପହରଣ କଲା ପରେ ତାଠାରୁ ତାର ମୋବାଇଲ ATMଟା ନେଇଛନ୍ତି ନେଇକରି ଗୋଟେ ଧଳା ରଙ୍ଗର SLX କାରରେ ଆମର ଯାଇଛନ୍ତି ଜୟପୁର ଟାଉନକୁ। ସେଠି ଆମର ହୋଟେଲ ବାଲକ୍ରିଷ୍ଣା ପଛପଟେ ଯେଉଁ ATM ଅଛି ସେଠି ଯାଇକି ସେମାନେ ପଇସା ଉଠେଇଥିଲେ ଆଉ ସେ ପଇସା ଉଠେଇକି ଫେରିଲା ବେଳକୁ ସେ ଯେହେତୁ ମାନେ ମୁଖା ପିନ୍ଧିଛନ୍ତି ତ ଠିକ୍ରେ ସେ ଫଟୋଟା ଆସିନଥିଲା କିନ୍ତୁ ଆମେ ଟାଉନ ଯାକର ଯେତେବେଳେ CCTV ଗୁଡ଼ାକୁ ଭେରିଫାଏ କଲୁ ତ ଗୋଟେ ଜାଗାରେ କାରର ପଛପଟେ ଯୋଉଟା ତାର ଦୋରା ଆଉ ଗୋଟେ ବିଶ୍ୱନାଥ ବୋଲି ଲେଖା ହେଇଥିଲା ତାକୁ ଆଖି ଆଗରେ ରଖିକିରି ଆମେ ସବୁଆଡ଼େ ମାନେ ଆମର ସୋର୍ସ ଲଗେଇଥିଲୁ। ସେ ଗାଡ଼ିଟା ଖୁବ୍ ଶୀଘ୍ର ଜଣା ପଡ଼ିଯାଇଥିଲା। ଏବେ 6 ଜଣ ସମସ୍ତେ ଧରା ହେଲେ ବରିଗୁମାର ଯେଉଁମାନେ ଅଛନ୍ତି ସମସ୍ତଙ୍କୁ ଧରା ହେଇଯାଇଛି। ଏବେ ଉମରି ଏରିଆର ଆମର ଜୟପୁର ସଦର ଏରିଆର କିଛି ପିଲା ଅଛନ୍ତି। ନାଇଁ ଦେଖନ୍ତୁ ଆମର ଯେଉଁ ଅପରାଧିକ ପୃଷ୍ଠଭୂମିର ଯେଉଁ ଲୋକମାନେ ସବୁ ଅଛନ୍ତି ଆଉ ମାନେ ଉମରିର ଚତୁଃପାର୍ଶ୍ୱରେ କିମ୍ବା ଜୟପୁର ଟାଉନର ଭିସିନିଟିରେ ତାଙ୍କ ଉପରେ କଡ଼ା ନଜର ରଖାଯାଇଛି ଏବଂ ଆପଣମାନେ ଦେଖିଥିବେ ବିଗତ ଦିନରେ ମଧ୍ୟ ବିଭିନ୍ନ ପ୍ରକାର ଅପରାଧିକ ଯେଉଁ ଘଟଣା ଗୁଡ଼ା ଘଟିଯାଇଛି ପୋଲିସ ତାକୁ ପର୍ଦ୍ଦାଫାଶ କରିଛି ଏବଂ ଏଥିରେ ମଧ୍ୟ ଆମେ ସଫଳ ହେଇଛୁ। ତ ପୋଲିସର ନଜର ସବୁବେଳେ ଅପରାଧୀମାନଙ୍କର ଉପରେ ଅଛି ଏବଂ ଆମେ ସବୁବେଳେ ତାଙ୍କୁ ତାଙ୍କର ଯେଉଁ ଚ୍ୟାଲେଞ୍ଜ ଅଛି ଆମେ ତାକୁ ଗ୍ରହଣ କରୁଛୁ ଏବଂ ସଠିକ୍ ସମୟରେ ତାଙ୍କର ମୁକାବିଲା କରିକି ଯାହା ବି ହେଉଛି ଆମେ ତାକୁ ପର୍ଦ୍ଦାଫାଶ କରୁଛୁ। ଚାଲିଛି ନାହିଁ ଯେ ଆମେ ଚୁପଚାପ ଅଛୁ। ଯାହା ବି ବର୍ତ୍ତମାନ ଅପରାଧିକ ପୃଷ୍ଠଭୂମି ଅଛି ଆମେ ସେମାନଙ୍କର ମାନେ ତର୍ଜମା କରୁଛୁ କିଏ କୋଉଠି ଯାଉଛି କ'ଣ କରୁଛି। ବିଭିନ୍ନ ଥାନାମାନଙ୍କର ଯେଉଁମାନେ ଅପରାଧୀମାନେ ଅଛନ୍ତି ତାଙ୍କ ଉପରେ ତୀକ୍ଷ୍ଣ ନଜର ଦିଆହେଇଛି ଏବଂ ଆମେ ପୋଲିସ ଏସବୁ ଜିନିଷ ପ୍ରତି ବହୁତ ସଜାଗ ଅଛି। ତାଙ୍କ ଉପରେ ବିଶେଷ ତଥ୍ୟ ଆମ ପାଖରେ ହାସଲ ହେଇନି ମାନେ ଚାଲିଛି ଇନଭେଷ୍ଟିଗେସନ ଚାଲିଛି। ଇନଭେଷ୍ଟିଗେସନ ପରେ ହିଁ ଜଣା। ନାଇଁ ବର୍ତ୍ତମାନ ତ ଟଙ୍କା କ'ଣ ଜବତ ନାଇଁ ଟଙ୍କା ବର୍ତ୍ତମାନ ଜବତ ହେଇଛି। ଖୁବ୍ ଶୀଘ୍ର ସେମାନେ ଗିରଫ ହେବେ।